हेलो ट्रेडर्स केମିତି ଅଛନ୍ତି ଆଶା କରୁଛି ଆପଣମାନେ ବହୁତ ଭଲ ଥିବେ। ତ ଚାଲନ୍ତୁ ଦେଖିବା ମୋର ଆଜି ଟ୍ରେଡର ଲଜିକ୍ କ'ଣ ଥିଲା। ତ ଦୁଇଟା ତ ମାନେ ଟାର୍ଗେଟ ହିଟ୍ ହେଲା, ଗୋଟେର ମାନେ ଛୋଟିଆ ଷ୍ଟପ୍ ଲସ୍ଟା ମୋର ହିଟ୍ ହେଲା। ତ ମୁଁ କହୁଛି ମୋର ଟ୍ରେଡର ଲଜିକ୍ କ'ଣ। ତ କାଲି ମାନେ ମାର୍କେଟ ପୁରା ସାଇଡ୍ୱେଜ୍ ଥିଲା। ତ ବାରମ୍ବାର ମାନେ ମାର୍କେଟ ସେଲ୍ ସାଇଡ୍ ମାନେ ସମସ୍ତଙ୍କୁ କହିକି ସେଲ୍ ସାଇଡ୍ ଗଲାନି। ତ ମୋ ଆନାଲିସିସ୍ ଅନୁସାରେ ତ ମାର୍କେଟ ଆଜି ଫାଷ୍ଟ ସେଲର ମାନଙ୍କୁ ଟ୍ରାପ୍ କରିବାର ବହୁତ ସମ୍ଭାବନା ଥିଲା। ତ ସେଥିପାଇଁ ମୁଁ କାଲିଠୁ ଆଜି ପୋଜିସନ୍ ଇଏ କରିଥିଲି। ତ ମାର୍କେଟ ବି ସେଇର ଖୋଲିକି ଫ୍ଲାଟ୍ ଓପନ୍ ହେଇକି ଫାଷ୍ଟ ସେଲର ମାନଙ୍କ ତାଙ୍କ ଷ୍ଟପ୍ ଲସ୍ ଖାଇଲା, ତାପରେ ପୁଣି ରିଟ୍ରେସମେଣ୍ଟ ହେଇକି ଉପରକୁ ଗଲା। ତ ଏଠି ମାନେ ସମସ୍ତେ ରିଟେଲର ମାନେ ବାୟର ମାନେ ସବୁ ବାୟରରେ କନଭର୍ଟ ହେଇଯାଇଥିବ। ତା ସହିତ ମାନେ ଗୋଟେ ସାଇକୋଲୋଜିକାଲ ଲେଭେଲ 47,500କୁ ବି ବ୍ରେକ୍ କଲା। ତ ମୁଁ ସେଇଠୁ ଯେତେବେଳେ ରିଟ୍ରେସମେଣ୍ଟ ହେଇକି ଗୋଟେ ନେଗେଟିଭ୍ କ୍ୟାଣ୍ଡେଲ୍ ହେଲା, ମୁଁ ସେଇଠୁ ତାପରେ ସେଲ୍ ସାଇଡ୍କୁ ଇଏ କଲି, ଟ୍ରେଡ୍ କଲି, ଆଉ ମୋ ଟ୍ରେଡ୍ ପୁରା ସକ୍ସେସଫୁଲ୍ ହେଲା। ତ ଆଉ ଗୋଟେ ଛୋଟିଆ ହିଁ ଷ୍ଟପ୍ ଲସ୍ ହିଟ୍ ହେଲା। ତ ଏଇଟା ଥିଲା ମୋର ସିମ୍ପଲ୍ ଆନାଲିସିସ୍। ଭଲ ଲାଗୁଥିଲା।